ମୋ ଠାରୁ ବହୁ ଅଧିକ ବୟସ୍କ ମୋର ବଡ଼ ଭାଇ, ମୋର ମାତ୍ର 64 ବର୍ଷ। ପ୍ରଫୁଲ୍ଲ ଭାଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବର୍ଷେ ମାତ୍ର ସାନ। ମୁଖ୍ୟମନ୍ତ୍ରୀଙ୍କୁ 77 ଚାଲୁଛି, ପ୍ରଫୁଲ୍ଲ ଭାଇଙ୍କୁ 76 ଚାଲୁଛି, ମୋଠୁ 12 ବର୍ଷ ବଡ଼। ମହେଶ ଭାଇ ମୋ ଠାରୁ 2 ବର୍ଷ ସାନ। ପ୍ରିୟ NSC ଚେୟାରମ୍ୟାନ୍ ଧର୍ମାନନ୍ଦ ପରିଡ଼ା ମହୋଦୟ ମୋର ଅତି ପ୍ରିୟ ଏବଂ ଭାରତବର୍ଷର ସଂସଦୀୟ ଗଣତନ୍ତ୍ରରେ ଭୁବନ ବ୍ଲକ, ଯାହାକୁ କି MP ଏବଂ ଅନ୍ୟମାନେ ବାରମ୍ବାର ଏସିଆର ବୃହତ ଗ୍ରାମ ବୋଲି କହିଲେ, ଭୁବନ ବ୍ଲକର ଦୀର୍ଘ 15 ବର୍ଷ ଧରି ଚେୟାରମ୍ୟାନ୍ ଥିଲେ। 1997 ମସିହାରୁ 2012 ମସିହା ପର୍ଯ୍ୟନ୍ତ। ଏଠି ଦଳ କଥା କହିଲେ ମୋ ଦେହରେ ନିଆଁ ଲାଗିଯିବ, କାରଣ ପ୍ରିୟ ଶତ୍ରୁଘ୍ନ ବାବୁ କଂଗ୍ରେସ ଦଳରୁ ଚେୟାରମ୍ୟାନ୍ ଥିଲେ। ମୋ ବାଲ୍ୟକାଳରୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଶାସନରେ ଯେତେବେଳେ ତ୍ରୁଟି ଦେଖା ଦେଇଥିଲା, ସେତେବେଳେ ସ୍ୱର ଉତ୍ତୋଳନ କରି 1975 ମସିହାରେ କଟକ ଜେଲରେ ମୁଁ 6 ମାସ ଥିଲି। ତେଣୁ ଅଟଳ ବିହାରୀ ବାଜପେୟୀଙ୍କ ନାଁ ନେଇଛନ୍ତି ଭାରତୀୟ ଜନତା ପାର୍ଟି ଏବଂ ଭାରତୀୟ ଜାତୀୟ କଂଗ୍ରେସ। ତା ଭିତରୁ ପ୍ରଫୁଲ୍ଲ ଭାଇ, ମହେଶ ଭାଇ ବର୍ତ୍ତମାନ ଓଡ଼ିଶା ସରକାରରେ ନେତୃତ୍ୱ ନେଉଛନ୍ତି। ବନ୍ଧୁଗଣ, ରେଳବାଇ ଅଫିସର ମାନଙ୍କର ଆଦୌ IQ ନାହିଁ। ସେମାନେ ଜାଣିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଭାଷଣ 12:30 ପରେ ହେବ। କେନ୍ଦ୍ର ରେଳମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବ ସେ ମଧ୍ୟ ଏହି ଫେଡରାଲ ଷ୍ଟ୍ରକ୍ଚରର ସୃଷ୍ଟି କରିଲେ ଅତ୍ୟୁକ୍ତି ହେବ ନାହିଁ। 19 ମସିହା ସାଧାରଣ ନିର୍ବାଚନ ପରେ ଯେତେବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାରୁ MP କରିବା ପାଇଁ ପ୍ରସ୍ତାବ ଦେଲେ ଦିଲ୍ଲୀ ଦରବାରରୁ, ସେତେବେଳେ ଭାରତୀୟ ଜନତା ପାର୍ଟିର ପର୍ଯ୍ୟାପ୍ତ MLA ନଥିଲେ। କିନ୍ତୁ ରାଜ୍ୟସଭାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରୁ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେରଣ କଲେ ଏବଂ ଆଜି ସେ ରେଳମନ୍ତ୍ରୀ। କେବଳ ରେଳମନ୍ତ୍ରୀ ନୁହନ୍ତି, IT ବିଭାଗର ମନ୍ତ୍ରୀ ଏବଂ ଟେଲିକମ ବିଭାଗର ମନ୍ତ୍ରୀ। ଅତ୍ୟନ୍ତ ପ୍ରଭାବଶାଳୀ 3ଟି ବିଭାଗର ସେ ମନ୍ତ୍ରୀ ଅଛନ୍ତି ଏବଂ ଟେକ୍ନିକାଲି ଦେଖିବାକୁ ଗଲେ ସେ ମେଣ୍ଟର ମଧ୍ୟ ରାଜ୍ୟସଭାର ସଦସ୍ୟ। ବିଜେପିର ପର୍ଯ୍ୟାପ୍ତ ପରିମାଣରେ ଭୋଟ ନଥିଲା। ତେଣୁ ଏହି ଅଫିସର ମାନେ, ଏମାନଙ୍କର ସାମାନ୍ୟ IQ ବି ନାହିଁ ଯେ ଏତେ ସମୟ କଣ ଏଠି ଚାଲିବ, ଏତେ ଶ୍ରୋତା ଅଛନ୍ତି, ଏତେ ସମୟ କଣ ଚାଲିବ। ଯଦି ଆଉ MP ତାଙ୍କର ମାନେ ଉଦାରତା ବ୍ୟକ୍ତ କଲେ ଯେ ଯେତେବେଳେ କୁହାଗଲା ଯେ ଭାରତୀୟ ଜନତା ପାର୍ଟିର 3 ନେତା ମଞ୍ଚରେ ବସିବେ, ଆମେ ବିରୋଧ କରୁନାହିଁ। ଆରେ ଭାଇ, ଯଦି ଏତେ ସମୟ ଅଛି ଏବଂ ଜଣେ ପୂର୍ବତନ MP, ମୁଁ ଦିନେ ନୁହେଁ, ମାସେ ନୁହେଁ, ମୁଁ 7 ବର୍ଷ 9 ମାସ MP ଥିଲି। 7 ବର୍ଷ 9 ମାସ 13 ଦିନ MP ଥିଲି ଏବଂ ମୋ ସମୟରେ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। 3ଟି ମନ୍ତ୍ରୀ ଜାଣିଛନ୍ତି। ମୋ ସମୟରେ ରେଳମନ୍ତ୍ରୀ ସୁଶ୍ରୀ ମମତା ବନ୍ଦ୍ୟୋପାଧ୍ୟାୟ। ମୋ ସମୟରେ ରେଳମନ୍ତ୍ରୀ ଦୀନେଶ ତ୍ରିବେଦୀ। ମୋ ସମୟରେ ରେଳମନ୍ତ୍ରୀ ମୁକୁଲ ରାୟ। ତେଣୁ କହିବାର ଉଦ୍ଦେଶ୍ୟ ହେଲା ଯେ ଏତେ ସମୟ ମ୍ୟାନେଜମେଣ୍ଟ ଯଦି ହବ, ତାହେଲେ ପ୍ରୋଟୋକଲ ଅନୁଯାୟୀ ଯେଉଁମାନେ କେବଳ ମାନେ ପଲିଟିକାଲ ପାର୍ଟିର ତାଙ୍କର ଏଠି ପରିଚୟ ଦିଆଗଲା, ତାଙ୍କର 15 ବର୍ଷର ବ୍ଲକ ଚେୟାରମ୍ୟାନ୍ ଭାବରେ ତାଙ୍କୁ ଯଦି ପରିଚୟ କରାଯାଇଥାନ୍ତା, ପଲିଟିକାଲ ଡେଜିଗ୍ନେସନର ଆବଶ୍ୟକତା ନଥିଲା। ସନ୍ଦୀପ ପଟ୍ଟନାୟକ କାମାକ୍ଷାନଗରର ଜନୈକ ବିଶିଷ୍ଟ ଆଡଭୋକେଟ, ସେ ପରିଚୟ ବି ଦିଆଯାଇ ପାରିଥାନ୍ତା। କେବେ ଧର୍ମେନ୍ଦ୍ର ପ୍ରଧାନ ଏଭଳି ନିର୍ଦ୍ଦେଶ ଦେଇନାହାନ୍ତି ଯେ ପଲିଟିକାଲ ଡେଜିଗ୍ନେସନ ଦିଅ। ଧର୍ମାନନ୍ଦ ଭାଇ NSCର ନିର୍ବାଚିତ, ସେ ହେଉଛନ୍ତି ପ୍ରଣାଧ୍ୟକ୍ଷ। ତେଣୁ ପ୍ରୋଟୋକଲ ଅନୁଯାୟୀ ସନ୍ଦୀପ ବାବୁ, ତାପରେ ଧରନ୍ତୁ ଶତ୍ରୁଘ୍ନ ବାବୁ, ପୂର୍ବତନ MPଙ୍କର ପ୍ରୋଟୋକଲ ବହୁତ ଉପରେ। ସିଟିଂ ଚେୟାରମ୍ୟାନ୍, ସିଟିଂ MLAଙ୍କ ଠାରୁ ମଧ୍ୟ ବେଳେ ବେଳେ ଉପରେ। କିନ୍ତୁ ସେ କଥା ମୋତେ ମୋର ଡିଣ୍ଡିମରାଜ କରିବାର କୌଣସି ଆବଶ୍ୟକତା ନାହିଁ, ଉଚିତ ମଧ୍ୟ ନୁହେଁ, ମୋର ସ୍ୱଭାବ ବି ନୁହେଁ। ମୁଁ ସେଭଳି ଡିଣ୍ଡିମରାଜ କେବେ କରେ ନାହିଁ। ସବୁଠାରୁ ଯଦି ତଳେ ବହୁତ କମନ ଲୋକଙ୍କ ସାଙ୍ଗରେ ମିଶିବାର ପ୍ରବୃତ୍ତି, ସ୍ୱଭାବ
ବର୍ତ୍ତମାନର ଏମ୍ପି ମୋର ମଧ୍ୟ ସାଥୀ। ଆମ ଦଳରୁ ତାଙ୍କୁ ଆମେ 14 ବର୍ଷ ଏମ୍ଏଲ୍ଏ କରିଥିଲୁ। ପରେ କ'ଣ ପାଇଁ ମତ ପାର୍ଥକ୍ୟ ହେଲା, କ'ଣ ପାଇଁ ମତାନ୍ତର ହେଲା, ସେ ବିଷୟରେ ମୁଁ କହିବାଟା ତ ଉଚିତ ନୁହେଁ। ତେଣୁ ସାଧାରଣ ଲୋକଙ୍କ ସାଙ୍ଗରେ ମିଶିବା ଇଏ ପ୍ରବୃତ୍ତି, ଇଏ ଚରିତ୍ର। ମୋଠାରୁ ବଡ଼ ଭାଇ ହିସାବରେ ବି ସିଏ ଅନେକ କଥା ଗ୍ରହଣ କରିଥିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଟାଇମ୍ ମ୍ୟାନେଜମେଣ୍ଟ କରିବାକୁ ହେଲେ ସନ୍ଦୀପ ବାବୁ କହିଥାନ୍ତେ, ଶତ୍ରୁଘ୍ନ ବାବୁ କହିଥାନ୍ତେ, ଧର୍ମାନନ୍ଦ ବାବୁ କହିଥାନ୍ତେ, ରୁଦ୍ରବାବୁ କହିଥାନ୍ତେ, ତାପରେ ଏମ୍ପି କହିଥାନ୍ତେ। ଏମ୍ପିଙ୍କ ପରେ ରାଜ୍ୟ ସରକାରଙ୍କର ମନ୍ତ୍ରୀ, 3-3ଟା ବିଭାଗ ତାଙ୍କର ଅଛି ଏବଂ ବୟସର ମଧ୍ୟ ପ୍ରାଧାନ୍ୟ। ଆମ ସଂସ୍କୃତି, ଭାରତୀୟ ସଂସ୍କୃତି, ଓଡ଼ିଶାରେ ଆମର ସବୁଠାରୁ ମୁଖ୍ୟ ବିଷୟ ହେଉଛି ବୟସର ପ୍ରାଧାନ୍ୟ, ବହୁ ବରିଷ୍ଠ। ବନ୍ଧୁଗଣ, ବର୍ତ୍ତମାନ କଥା ହେଲା ଯେ 1997 ମସିହା କାମାକ୍ଷାନଗରରେ ଗୋଟେ ଉପନିର୍ବାଚନ ହେଇଥିଲା। ସେ ଉପନିର୍ବାଚନରେ ମୁଁ ପ୍ରାର୍ଥୀ ଥିଲି ଏବଂ ଓଡ଼ିଶାର ବର୍ତ୍ତମାନର ଶାସକ ଦଳ ସେତେବେଳେ ଯେଉଁ ଫର୍ମରେ ଥିଲା ସେତେବେଳେ ସେମାନଙ୍କର ଭୋଟ ହେଇପାରିନଥିଲା। ପରେ ପୁଣି ମେଣ୍ଟ ହେଲା ଏବଂ ଆମେ ଲଗାତାର 97 ମସିହାରୁ କାମାକ୍ଷାନଗର ଉପଖଣ୍ଡ ଦେଇ ରେଳ ଲାଇନ ବିଷୟରେ ଆମେ ସବୁବେଳେ ସମସ୍ତେ ଚିନ୍ତା କରି ଆସିଛନ୍ତି। 1997 ଠାରୁ ମନେଥିବ, 1997 ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ରାମବିଳାସ ପାଶୱାନ, ୟୁନାଇଟେଡ୍ ଫ୍ରଣ୍ଟ ସରକାର, ଦେବଗୌଡ଼ ଇନ୍ଦ୍ର କୁମାର ଗୁଜରାଲ ରେଳ ବିଭାଗର କର୍ମକର୍ତ୍ତା ମାନେ କାହିଁକି କ'ଣ ପାଇଁ ତାଙ୍କୁ ଉପରକୁ ଡାକିଲେ, ହୁଇସିଲ ଫୁଙ୍କିଲେ ବୋଲି କେହି ଆଣିଛନ୍ତି।